ସହଜରେ ମନ୍ଦାର ଡାଳ ଲଗେଇବା ପାଇଁ ମୁଁ ପ୍ରତ୍ୟେକଟି ସମୟରେ ବହୁତ ସୁନ୍ଦର ସୁନ୍ଦର ଟିପ୍ସ ଆପଣଙ୍କ ସହିତ ସେୟାର କରେ ଆଉ ଆପଣମାନେ ସେ ଟିପ୍ସକୁ ବି ବହୁତ ସାରା ଭଲ ପାଇବା ଦିଅନ୍ତି। ତ ଆଜି ହେଉଛି ମନ୍ଦାର ଡାଳ ଲଗେଇବି କିନ୍ତୁ ସେଇଟା ପୁଣି ବିନା ମାଟିରେ। ତ କେମିତି ଡାଳ ଲଗାଉଛେ ଜର୍ମିନେଟ୍ ହେଉଛି ତ ପୁରା ଭିଡ଼ିଓ ଦେଖନ୍ତୁ ଆପଣ ବି ମଧ୍ୟ ଜାଣିପାରିବେ। ତ ଏଇଟା ହେଉଛି ବିନା ମାଟି ବୋଲି ଏଇଟା ଖାଲି ପାଣିରେ ହିଁ ଏମିତି ଜର୍ମିନେଟ୍ କରିବି। ତ ଏମିତି ଗୋଟେ ଗଣ୍ଠି ଡାଳ ନେବେ ଯେଉଁଟାକି ଟିକେ ହାଲକା ଏମିତିକା କାଟିଥିବା ଜାଗାଟା ଗଣ୍ଠି ଭାଗ। ତାପରେ ସେ ଗଣ୍ଠି ଭାଗଟାକୁ ଏମିତିକା ହାଲକା ଚାରି ସାଇଡ଼୍ କରିକି ଧୀରେ ଧୀରେ କରି ଛେଲା ମାରିବେ। ମାନେ ସମାନ ଯେମିତି ଛେଲାଟା ଚାରି ସାଇଡ଼୍ରେ ରହିବ। ତାପରେ ଯେଉଁ ଛେଲା ମାରିଥିବେ ବା ଯେଉଁଠୁ କାଟିଥିବେ ବା ଏମିତିକା ହାଲକା କୁରିଥିବେ ତା ଉପର ସ୍କିନ୍‌ଟା ତ ସେଇ ସିଧାରେ ଏମିତି ରସୁଣ ଗୋଟେ ଏମିତି ଟିକେ ରସ ତାର ଲଗେଇବେ। ରସୁଣ ଦେଇକି ଆମର ମାଟିରେ ବି ମଧ୍ୟ ଜର୍ମିନେଟ୍ କରିବେ ବହୁତ ସହଜରେ, ମାନେ ବହୁତ କମ୍ ଦିନରେ ସେଇଟା ଜର୍ମିନେଟ୍ ହେଇଥାଏ। ଆଉ ରସୁଣ ଦେଇକିରି ଏମିତି ଖାଲି ପାଣିରେ ବି ମଧ୍ୟ ଥରେ ଜର୍ମିନେଟ୍ କରିବେ, ଦେଖିବେ ବହୁତ ଶୀଘ୍ର ଏଇଟା ଚେର ବାହାରି। ଜର୍ମିନେଟ୍ ହେବା ପାଇଁ ଆପଣ ମନ୍ଦାର ଆଉ ମଲ୍ଲି ଆଉ ତା ସାଥିରେ ଥୋପା ଚାନ୍ଦିନୀ ଆଉ କିଛି ଆପଣ ହାଇବ୍ରିଡ୍ ମଲ୍ଲି, ତ ଏମିତି ବି ମଧ୍ୟ ଆପଣ କିଛି ଡାଳ ନେଇପାରିବେ ଯାହାକି ଆପଣଙ୍କ ପାଖରେ ଆଭେଲେବୁଲ୍ ଅଛି ବାରମାସୀ ବା ହେଉଛି ଅଲ୍ ସିଜନ୍ ଟାଇପ୍‌ର କିଛି ଗଛ। ତ ସେଗୁଡ଼ାକ ଜର୍ମିନେଟ୍ ହୋଇଥାଏ ବହୁତ ସହଜରେ ପାଣିରେ। ଆଉ ସେଇଟାରେ କିନ୍ତୁ ରସୁଣ ଲଗେଇବାକୁ ଜମା ଭୁଲିବେନି, ଏମିତି ରସୁଣ ଲଗେଇବେ। ମୋର ଯେଉଁ ଗଣ୍ଠି ଭାଗ ଡାଳଟା ନେଇଛି ନା ସେଥିରେ କଢ଼ ବି ଗୋଟେ ଦୁଇଟା ଏମିତି ଅଛି। ଆଉ ମୁଁ ପତ୍ର କିଛି ତଳୁ ଟୁଙ୍କି ଦେଇ ଆଉ କିଛି ପତ୍ର ଯେଉଁଗୁଡ଼ାକ ଥିଲା ଟିକେ ଉପରେକି ସେଗୁଡ଼ାକ ପାଣିରେ ଯେମିତି ନ ବୁଡ଼ିବ ସେମିତି ଟିକେ ଧ୍ୟାନ ଦେବେ। ତାପରେ ଏମିତି ଗୋଟେ କାଚ ଗ୍ଲାସ୍‌ରେ ହାଲକା ଯେଉଁ ରସୁଣ ଫାଳେ ଅଛି ତାକୁ ଏମିତି ଛୋଟ ଛୋଟ କରିକି ଏମିତି ପକେଇବେ। ତାପରେ ଡାଳଟାକୁ ହାଲକା ବୁଡ଼େଇବେ। ପୁରା ଏମିତି ବୁଡ଼େଇ ଦେବେନି ଯେ ପତ୍ର ବୁଡ଼ି ଯାଉଥିବ, ହାଲକା ଏମିତି ଏମିତି ଟେକିକି ରଖିଲା ଭଳିଆ ରଖିବେ। ସେଇଟା ଦେଖିବେ ଗୋଟେ ସପ୍ତାହ ପରେ ଧୀରେ ଧୀରେ କରି ତାର ଗଣ୍ଠିଟା ମୋଟାଳିଆ ହେଇକି ଚେର ବାହାରିବ।